ମୋ ନାଁ ସୁଜାତା ନନ୍ଦୀ ମୁଁ ଉପର ତେଲେଙ୍ଗା ବଜାରରୁ ଆସିଥିଲି। ମୁଁ ଖବର ପାଇକି ଆସିଛି ଯେ ଆଜି ଇଲେକ୍ଟ୍ରିକ ବିଲ୍ ଲୋକ ଅଦାଲତରେ ଆସିଲେ ଛାଡ଼ ହଉଛି କି ଆପଣଙ୍କର ଯେତେ ଟଙ୍କା ରହୁଛି ତାର ଅଧା ଦେଇକି ସେଟଲମେଣ୍ଟ କରିପାରିବ। ମୁଁ ସେଇ ଆଶାରେ ଦୌଡ଼ିକି ଆସିଥିଲି ଉପର ତେଲେଙ୍ଗା ବଜାରରୁ। ନା ମୁଁ ନିଜେ ଆସିଥିଲି। ମୁଁ ସବୁଆଡେ ଖବର ପାଇଲି, ମୋବାଇଲରେ ବି ଛାଡିଛନ୍ତି ଯାହାର ଅଧିକ ଇଲେକ୍ଟ୍ରିକ ବିଲ୍ ଅଛି ସେଠି ଲୋକ ଅଦାଲତରେ ଗଲେ ଅଧା ପଇସା ତମେ ସେଟଲମେଣ୍ଟ କରିପାରିବ। ଏଇଠି ତ ମନା କରୁଛନ୍ତି, ପଚାରିଲାଠୁ ନାଇଁ ମନା କରୁଛନ୍ତି, କହୁଛନ୍ତି ଅଫିସ ରୁ ଯଦି ଆସିଥିବ ନୋଟିସ ତାହେଲେ ଆମେ ସେଟା ସେଟଲମେଣ୍ଟ କରିବା, ସେମିତି ହେଇପାରିବନି। ସେଟା ଆମ ମତରେ ଏଇଟା ଜାଣିବା କଥା ଯେ ଲୋକଙ୍କର କଣଟା ଅସୁବିଧା ହଉଛି ଟିକେ ପଚାରିବା କଥା, ଟିକେ ବୁଝିବା କଥା। ତାହେଲେ ସେଟା ଆମକୁ ଯଦି ସେଟା ସୁବିଧା କରିଦେଇଥାନ୍ତେ ତାହେଲେ ଆମେ ଟିକେ ଚିର ଉପକୃତ ହେଇଥାନ୍ତୁ। କାରଣ ଆମକୁ ବହୁତ କଷ୍ଟ ହଉଛି ଇଲେକ୍ଟ୍ରିକ ବିଲ୍ ଦେବା ପାଇଁ। ଇଲେକ୍ଟ୍ରିକ ବିଲ୍ ବି ବହୁତ ଆସୁଛି ଆଜିକାଲି ହେଲା। ଏତିକି ବହୁତ ଆଜି ଆମେ 3 ମାସ ଧରିକି ଫାଷ୍ଟ ଦେଲେ 10,000, ତାପରେ 5,000, ତାପରେ 5,000, ଏ ମାସରେ ବି କହୁଛନ୍ତି ନାଇଁ 10,000 ନଦେଲେ ହବ ନାହିଁ। ଆମେ ସେଇଥିପାଇଁ ଦୌଡ଼ିକି ଆସିଥିଲୁ। ଆମ ଘରେ କିଛି ମଟର ବି ଆମେ ଚଲାଉନୁ, ଖାଲି ଲାଇଟ୍ ଜାଳୁଛି। ଟିଭି ବି ଆମର ନାହିଁ, ଟିଭି ଗୋଟିଏ ଚାଲିଛି ଜଣଙ୍କ ଘରେ, ବାସ୍ ସେତିକି। ଆମେ ଚାରି ଭାଇ ଅଲଗା ଅଲଗା ହେଇଯାଇଛୁ, କିନ୍ତୁ ଆମେ ଦେବାକୁ ବହୁତ ହଇରାଣ ହଉଛୁ। କେହି ଶୁଣୁନାହାନ୍ତି, ପଇସା ଦଉନାହାନ୍ତି। ଅବିକା ଆମେ ଏକଲା ହଇରାଣ ହଉଛୁ ନା। କିନ୍ତୁ ଆମକୁ ଯଦି ଏଇଟା ସୁବିଧା ଦେଇଥାନ୍ତେ ତାହେଲେ ଆମକୁ ଟିକେ ସୁବିଧା ହେଇଥାନ୍ତା ଦେବା ପାଇଁ।